ପିଲା ଯେବେ ସେ ଥିଲେ ତମେ କହିବ ସେ କିଏ ଥିଲେ ବୋଲି। ଛୋଟ ପିଲା ଯେବେ ସେ ଥିଲେ, ଛୋଟ ପିଲା ଯେବେ ସେ ଥିଲେ, ମା ପାଛେ ଅଳି କରୁଥିଲେ, ସରଗର ଚାନ୍ଦ ଧରିବା ପାଇଁକି ମହାକାନି ଧରି କାନ୍ଦୁଥିଲେ। ଛୋଟ ପିଲା ଯେବେ ସେ ଥିଲେ, ଭାରି ଭାବିଥିଲେ ମା ମନେ ମନେ, ବଡ଼ ଜ୍ଞାନୀ ହେବ ପୁଅ ଦିନେ, ଭଲ ମଣିଷଟେ ଜୀବନେ ହେବାକୁ କହିଥିଲେ ସଦା ତାଙ୍କ କାନେ। ଛୋଟ ପିଲା ଯେବେ ସେ ଥିଲେ, ସେହି ପିଲା ଯେବେ ବଡ଼ ହେଲେ, ସେହି ପିଲା ଯେବେ ବଡ଼ ହେଲେ, ପାଠ ପଢ଼ିବାକୁ ଜିଦ୍ କଲେ, ଚାଟଶାଳୀ ପାଠ ଶେଷ କରି ସେ କଟକ ସ୍କୁଲରେ ଯୋଗ ଦେଲେ। ଛୋଟ ପିଲା ଯେବେ ସେ ଥିଲେ, ପାଠରେ ଆଗୁଆ ସେ ଥିଲେ ଭାରି, ପାଠରେ ଆଗୁଆ ସେ ଥିଲେ ଭାରି, ଶ୍ରେଣୀରେ ନଥିଲେ କେ ତାଙ୍କ ପରି, ପାଠ ପଚାରି ସେ ବୁଝୁଥିଲେ ସଦା, ନଥିଲେ ପାଠୁଆ ତାଙ୍କ ସରି। ଛୋଟ ପିଲା ଯେବେ ସେ ଥିଲେ, ସେ କିଏ ଥିଲେ? ସ୍କୁଲ ପାଠ ଗୁରୁ ବୁଝାଇଲେ, ଠିକ୍ ନୁହେଁ ବୋଲି ସେ କହିଦେଲେ। ଭୁଲ ପାଠ ଗୁରୁ ବୁଝାଇଲେ, ଠିକ୍ ନୁହେଁ ବୋଲି ସେ କହିଦେଲେ। ରାଗି କରି ଗୁରୁ ନାଁ କାଟି କରି ସ୍କୁଲରୁ ବାହାର କରିଦେଲେ। ଛୋଟ ପିଲା ଯେବେ ସେ ଥିଲେ, ଭାରି ଜିଦିଆ ସେ ପିଲା ଥିଲେ, ଭାରି ଜିଦିଆ ସେ ପିଲା ଥିଲେ। ହେଲି ସାହେବଙ୍କୁ ଦେଖା କଲେ, ହେଲି ସାହେବ ସେତେବେଳେ ଥିଲେ। ଇଂରାଜୀର ଅର୍ଥ ବୁଝାଇ ଦେଲେ ସେ, ସାହେବ ଘଟଣା ଜାଣିଗଲେ। ଭାରି ଜିଦିଆ ସେ ପିଲା ଥିଲେ, ହେଲି ସାହେବଙ୍କୁ ଦେଖା କଲେ, ଇଂରାଜୀର ଅର୍ଥ ବୁଝାଇ ଦେଲେ ସେ, ସାହେବ ଘଟଣା ଜାଣିଗଲେ। ପ୍ରଧାନ ଶିକ୍ଷକ ଦେଲେ ଆଦେଶ, ପ୍ରଧାନ ଶିକ୍ଷକ ଦେଲେ ଆଦେଶ, ଶ୍ରେଣୀରେ ସେ ପୁଣି କଲେ ପ୍ରବେଶ। ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ସେ ଶେଷ କଲେ ସେ ପାଠ ଏଣ୍ଟ୍ରାନ୍ସ। କେତେବେଳେ ଏଣ୍ଟ୍ରାନ୍ସ ଥିଲା ମାଟ୍ରିକଟା। ସବୁଥିରେ ସେ ପ୍ରଥମ ଥିଲେ, ସବୁଥିରେ ସେ ପ୍ରଥମ ଥିଲେ। ପ୍ରଥମ ଓଡ଼ିଆ ବିଏ ଓକିଲ ହେଲେ, ଓଡ଼ିଶାର ହକ୍ ପାଇଁ ଲଢ଼ି ସେ ମଧୁ ବାରିଷ୍ଟର ବୋଲାଇଲେ। ସବୁଥିରେ ସେ ପ୍ରଥମ ଥିଲେ ବୋଲିକିରି ବର୍ତ୍ତମାନ ସାର୍ ଦି ଜଣ ତୁମମାନଙ୍କୁ ପିଲାମାନେ କହୁଥିଲେ, ସତରେ ସେ ସବୁବେଳେ ପ୍ରଥମ ଥିଲେ। ଆଜି ବି ସେ ସବୁ କଥାରେ ପ୍ରଥମ ଅଛନ୍ତି। ସାହସୀ ନିର୍ଭୀକ ମଣିଷ ସିଏ, ସାହସୀ ନିର୍ଭୀକ ମଣିଷ ସିଏ, ତାଙ୍କ ପରି ଜ୍ଞାନୀ ନାହିଁ ଟିକିଏ। ସାହେବମାନଙ୍କୁ ବୁଦ୍ଧି ଶିଖାଇ ସେ, ସାହେବମାନଙ୍କୁ ବୁଦ୍ଧି ଶିଖାଇ ସେ, ସ୍ୱତନ୍ତ୍ର ପ୍ରଦେଶ ଗଢ଼ିଲେ।